ଆଜି ଥିଲା ମାରୁତି ସେନାର ସପ୍ତମ ବାର୍ଷିକ ଉତ୍ସବ। ସାରା ରାଜ୍ୟର ମାରୁତି ସେନାର ସବୁ ଜିଲ୍ଲାର କାର୍ଯ୍ୟକର୍ତ୍ତାମାନେ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନମାନଙ୍କୁ ନେଇ ପୁରୀ ସଂସ୍କୃତି ଭବନରେ ଏକ ବିରାଟ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା। ଏହି ସ୍ୱାର୍ଥପର ଦୁନିଆରେ ନିଃସ୍ୱାର୍ଥପର ସେବା ପାଇଁ କାହାର ବା ସମୟ ଅଛି? ସମସ୍ତେ କେବଳ ଆଧୁନିକରୁ ଆହୁରି ଅତ୍ୟାଧୁନିକ ହେବା ଲକ୍ଷ୍ୟରେ ଆଗେଇ ଚାଲିଛନ୍ତି। ଯେତେ ସମ୍ପତ୍ତି ରଖିଲେ ମଧ୍ୟ ସନ୍ତୁଷ୍ଟ ନୁହଁ, ମରିବା ପର୍ଯ୍ୟନ୍ତ ଆହୁରି ସମ୍ପତ୍ତି ପାଇଁ ବ୍ୟାକୁଳ। ତଥାପି ଧୀରେ ଧୀରେ କିଛି ଜଣ ବୁଝିଲେଣି ଯେ ଜୀବନ ମାନେ ହେଉଛି ନିଜେ ବଞ୍ଚି ଅନ୍ୟକୁ ବଞ୍ଚେଇବା। ସେହିଭଳିଆ ଭାବନା ପିଲାମାନେ ସ୍ୱତଃ ପ୍ରବୃତ୍ତ ଭାବରେ ରାତିଦିନ ଏକ କରି ସମାଜ କଲ୍ୟାଣ ପାଇଁ ଦୁଃଖୀଙ୍କ ଦୁଃଖ ଦୂର ପାଇଁ ଅହରହ ଲାଗି ପଡ଼ିଛନ୍ତି। ଏହି ସମାଜସେବୀମାନେ କିଛି ଚାହାନ୍ତି ଟିକେ ଆଶୀର୍ବାଦ, ଟିକେ ପ୍ରେରଣା। ସେହି ଉଦ୍ଦେଶ୍ୟରେ ଆଜି ସଂସ୍କୃତି ଭବନଠାରେ ସମସ୍ତ ସ୍ୱେଚ୍ଛାସେବୀମାନଙ୍କୁ ଉତ୍ତରୀୟ ଫୁଲତୋଡ଼ା ମାନପତ୍ର ଦେଇ ସମ୍ବୋଧିତ କରାଗଲା। ମଞ୍ଚାସୀନ ମୁଖ୍ୟ ଅତିଥି ଥିଲେ ସାଂସଦ ସୁବାଶିଷ ଖୁଣ୍ଟିଆ, ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଜଗନ୍ନାଥଙ୍କ ସେବାୟତ ଗୌତମ ଦୈତାପତି, ସାହିତ୍ୟିକ ଶିବସୁନ୍ଦର ମିଶ୍ର ଓ ଅଧ୍ୟାପକ ତଥା ଆଇନଜୀବୀ ସୁରେନ୍ଦ୍ରନାଥ ଦଳବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ପରିଚାଳନା କରିଥିଲେ। ମାରୁତି ସେନା ସଂଗଠନର ସମସ୍ତ ପଦାଧିକାରୀ ବୃନ୍ଦ ଉପସ୍ଥିତ ଥିଲେ। ଜଗନ୍ନାଥ, ମୁଁ ମାରୁତି ସେନା ଜିଲ୍ଲା ସଭାପତି ବଳରାମ ବାରିକ। ଆଜି ଆମର ମାରୁତି ସେନାର ସପ୍ତମ ବାର୍ଷିକ ଉତ୍ସବ ପୁରୀ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। ଆଉ ମାନବର ସାଂସଦ ସୁବାଶିଷ ଖୁଣ୍ଟିଆ, ଆଉ ବିଶିଷ୍ଟ ଦୈତାପତି ଗୌତମ ଦାସ ମହାପାତ୍ର, ବରିଷ୍ଠ ନାଗରିକ ଆସିଥିଲେ। ଆଜି ଆମର 30ଟା ଜିଲ୍ଲାର ସମାଜସେବୀଙ୍କୁ ଡକା ହେଇକି ତାଙ୍କୁ ସମ୍ମାନିତ କରାଗଲା। ଆଗାମୀ ଦିନରେ କେମିତି ସେମାନେ ଭଲସେ ସେବା କରିବେ, ତାଙ୍କର ମନୋବଳ ଦୃଢ଼ ହେବ ସେବା କରିବା ପାଇଁ, ସେଥିପାଇଁ ତାଙ୍କୁ ଆମେ ଡାକିକି ଆଜି ସମ୍ମାନିତ କଲୁ। ଆମର ମାରୁତି ସେନାର ଏଇଟା ସପ୍ତମ ବାର୍ଷିକ ଉତ୍ସବ ଓଡ଼ିଶାରେ ପାଳନ କରାଗଲା। 30 ଜିଲ୍ଲାରୁ ସମାଜସେବୀ ଭାଇ ଭଉଣୀମାନେ ଆସିଥିଲେ। ବର୍ତ୍ତମାନ ଜେନେରେସନରେ ଆପଣମାନେ ଦେଖୁଥିବେ ଲୋକମାନେ ବହୁତ ବିପଦଗାମୀ ହେବାକୁ ଗଲେଣି, ଯୁବପିଢ଼ି ପଥଭ୍ରଷ୍ଟ ହେବାକୁ ଗଲେଣି। କିନ୍ତୁ ସେ ସମୟରେ ମଧ୍ୟ ଲୋକମାନେ ନିଜର ନିଃସ୍ୱାର୍ଥପର ଭାର ସମାଜସେବା ଚିନ୍ତାଧାରା ରଖି ଆଗେଇ ଚାଲିଛନ୍ତି ଏବଂ ବହୁତ ଭାଇ ଭଉଣୀ ମା ମାନେ ଯୋଡ଼ି ହେଉଛନ୍ତି, ଯେଉଁମାନେ ଶହ ଶହ କିଲୋମିଟର ମଧ୍ୟ ଯାଇକି ସେବା ଯୋଗାଇ ପାରୁଛନ୍ତି। କେଉଁ ସେବା ଗୁଡ଼ିକ ମାଗଣାରେ ହେଇପାରିବ, କେଉଁ ସେବାଟି ସମୟ ଦେଇ ହେଇପାରିବ, କେଉଁ ସେବାଟି ସମାଜ ପାଇଁ, କେଉଁ ସେବାଟି ବ୍ୟକ୍ତିବିଶେଷଙ୍କ ପାଇଁ, କେଉଁ ସେବାଟି ପଶୁ ସମ୍ପଦ ପାଇଁ, ଏଇଭଳି ଯେଉଁ ଚିନ୍ତାଧାରା ଆଜି ଉଦ୍ରେକ ହେଇଛି ମଣିଷମାନଙ୍କ ମନରେ, ଏହା ନିଆରା। କିନ୍ତୁ ଏହି ସେବା ଯୋଗାଉଥିବା ଲୋକମାନଙ୍କର କୌଣସି ସ୍ୱାର୍ଥ ନାହିଁ, କୌଣସି ଆଶା ନାହିଁ। ଯଦି ଆଶା ଅଛି ଗୋଟିଏ ଜିନିଷ, କିଛି ପ୍ରେରଣାର, କିଛି ଭଲ ପାଇବାର, କିଛି ସ୍ନେହର। ଏଥିପାଇଁ କେତେ କେତେ ଲୋକ 500 କିଲୋମିଟର ଦୂରରୁ ଆସିଥିଲେ, ଯେଉଁମାନେ 3 ଦିନ ଲେଖେ ବନ୍ଦ ହେଇକିରି। ଆମର ଗୋଟିଏ ଉଦ୍ଦେଶ୍ୟ ଥିଲା ତାଙ୍କଠାରୁ କିଛି ଶିଖିବା, ତାଙ୍କୁ କିଛି ଶିଖେଇବା ଏବଂ ଏହି ସମ୍ମାନିତ କାର୍ଯ୍ୟକ୍ରମ ଥିଲା ସବୁ ସମାଜସେବୀ ଭାଇ ଭଉଣୀମାନଙ୍କୁ, ଯେଉଁମାନେ କି ତାଙ୍କୁ ଦେଖିକିରି ଆଉ କିଛି ଭାଇ ଭଉଣୀ ସେବା କରିବାକୁ ଇଚ୍ଛା ପ୍ରକାଶ କରିବେ ଏବଂ ସେବାର ମାଧ୍ୟମ ହେଇପାରିବେ। ଏବଂ ସେବା କରିକି ଦେଖେଇବାର ଉଦ୍ଦେଶ୍ୟ ହେଉଛି କ'ଣ, କିଛି ଅସହାୟ ସେବା ମାଗିପାରିବେ, କିଛି ସେବା କରିବାକୁ ଚାହୁଁଥିବା ଲୋକ ମଧ୍ୟ ସେବା ଯୋଗାଇ ପାରିବେ। ବହୁତ ଲୋକ ସବୁବେଳେ କ୍ୱେଶ୍ଚିନ୍ କରନ୍ତି, ଆମର ସେବା କରିବାକୁ ବହୁତ ଇଚ୍ଛା ଯେ ସମୟ ନାହିଁ। ସମୟ ନଥିଲେ ଦୂରରୁ ଥାଇ ପଇସା ସେବା କରିହେବ। ଯେଉଁମାନେ କହନ୍ତି ପଇସା ଅଛି ଯେ ସମୟ ନାହିଁ, ସେମାନେ ପଇସା ଦେଇଦେଲେ ସେବା ହେବ, ପଇସା ନଥାଏ ଖାଲି ସମୟ ଦେଲେ ମଧ୍ୟ ସେବା ହେଇପାରିବ। ତେଣୁ ଏଇଭଳି ଭାବନାକୁ ନେଇ ଆମମାନେ ଆଜି ସମାଜସେବୀ ଭାଇମାନଙ୍କୁ ଏକଜୁଟ ହୋଇଥିଲୁ। ବହୁତ କିଛି ଆଲୋଚନା ମଧ୍ୟ ହେଲା। ଏଇ ଯେଉଁ ଚିନ୍ତାଧାରା ଲୋକମାନଙ୍କ ମନରେ ଓଡ଼ିଶାରେ ରହିଆସିଛି ଯେ ଭଲ କାମଟା ଭଲ ଲାଗେ, ଗୋପବନ୍ଧୁ ଭଲ, ମହାତ୍ମା ଗାନ୍ଧୀ ଭଲ, ଶଙ୍କରାଚାର୍ଯ୍ୟ ଭଲ, କିନ୍ତୁ ସେ ପଡ଼ିଶା ଘରେ ଜନ୍ମ ହୁଅନ୍ତୁ, ଆମ ଘରେ ନ ହୁଅନ୍ତୁ। ତ୍ୟାଗ ଆମେ କରିବୁନି, ଭଲଟାକୁ ଭଲ କହିବେ କିନ୍ତୁ ତ୍ୟାଗ ଆମେ କରିବୁନି, ସମୟ ଆମେ ଦେବୁନି, ସ୍ୱାର୍ଥ ଆମେ ନଷ୍ଟ କରିବୁନି। ଏଇ ଯେଉଁ ଭାବନା ଲୋକମାନଙ୍କ ମନରେ ହେଇଯାଇଥିଲା, ତା ଧୀରେ ଧୀରେ ବଦଳିବାକୁ ଲାଗିଲାଣି। ଯୁବପିଢ଼ି ବଦଳିଲେଣି। এই ଆଶା, এই ପରିକଳ୍ପନା ନେଇ ମାରୁତି ସେନା ସପ୍ତମ ବାର୍ଷିକ ଉତ୍ସବ ହୋଇଥିଲା। ସବୁ ଭାଇ ଭଉଣୀମାନେ ରାତି ଦିନ ଅନିନ୍ଦ୍ରା ରହି ବହୁତ ଧୁମଧାମରେ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ। ସବୁ ଭାଇ ଭଉଣୀମାନେ ଖୁସି ହେଲେ। ଆହୁରି ବହୁତ ସମାଜସେବୀ ଭାଇ ଭଉଣୀମାନେ ତିଆରି ହେଲେ, ଯେଉଁମାନଙ୍କ ପାଇଁ ଏ ଉଦ୍ଦେଶ୍ୟଟି ଆଜି ଯେଉଁ ଥିଲା, ଇଏ କୌଣସି ଅଲଗା କାର୍ଯ୍ୟକ୍ରମ ନଥିଲା ଏବଂ ଏହା ଦ୍ୱାରା ଆମେ ବହୁତ ଲାଭବାନ ହେଇଛୁ। ଲାଭବାନ ମାନେ କ'ଣ, ଯେଉଁ ଶହ ଶହ ଭାଇ ଭଉଣୀମାନେ ଶିଖିକି ଯାଇଛନ୍ତି, ଆହୁରି ହଜାର ହଜାର ଭାଇ ଭଉଣୀମାନେ ତିଆରି ହେବେ ଏବଂ ସେମାନେ ଲକ୍ଷ ଲକ୍ଷ ଭାଇ ଭଉଣୀମାନଙ୍କୁ ସେବା ଦେବେ। ଏଇ ହେଉଛି ଆମମାନଙ୍କର ଆଜିର ଲକ୍ଷ୍ୟ ଏବଂ ଏହି ଉଦ୍ଦେଶ୍ୟରେ ହିଁ ଆମ ସେବା କାର୍ଯ୍ୟକ୍ରମ ଏବଂ ବାର୍ଷିକ ଉତ୍ସବ ହୁଏ, ପ୍ରୋଗ୍ରାମ ହୁଏ, କାର୍ଯ୍ୟକାରିଣୀ ବୈଠକ ହୁଏ। ଜୟ ଜଗନ୍ନାଥ। ପୁରୀରୁ ଯଯାତି କିଶୋରୀ ନାୟକଙ୍କ ସହିତ ବିକ୍ରମ ବେହେରାଙ୍କ ରିପୋର୍ଟ, ଶ୍ରୀକ୍ଷେତ୍ର ପୁରୀ ନ୍ୟୁଜ୍।